ସାଙ୍ଗମାନେ ନମସ୍କାର। ମୁଁ ଲିପି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଗୋଟିଏ ନୂଆ ଭିଡ଼ିଓକୁ। ସାଙ୍ଗମାନେ ଚାଲନ୍ତୁ ଆଜି ଆମେ ରୁଟିରେ କଟଲେଟ୍ ତିଆରି କରିବା। ସେଥିପାଇଁ ଦେଖନ୍ତୁ ମୁଁ ଏଠି କିଛି ଭେଜିଟେବୁଲକୁ ଚପରରେ ଏଭଳି ଚପ୍ କରି ନେଇଛି, ଯେଉଁଥିରେ ଅଛି ଆମର ଗୋଟେ ଗାଜର, ଗୋଟେ ବିଟ୍, ଦୁଇଟା ପିଆଜ, ଗୋଟେ କଞ୍ଚା ଲଙ୍କା, ଅଦା ଖଣ୍ଡେ, ଆଉ କିଛି ଭୃଷୁଙ୍ଗା ପତ୍ର। ଆପଣଙ୍କର ମନ ପସନ୍ଦର ଆଉ କିଛି ପରିବା ଯଦି ଚାହାନ୍ତି, ଯେମିତିକି ବନ୍ଧାକୋବି, ଫୁଲକୋବି, ବିନ୍ସ ଆପଣମାନେ ଏଥିରେ ଆଡ଼୍ କରିପାରିବେ। ଏହିସବୁକୁ ଦେଖନ୍ତୁ ମୁଁ ଚପ୍ କରିଦେଲା ପରେ ସେଥିରେ ଗୋଟେ ଜାଗାକୁ କାଢ଼ି ନେଉଛି। ତାପରେ ଏଠି ମୁଁ ଦୁଇଟା ରୁଟିକୁ କ'ଣ କରିଛି ନା ଗ୍ରାଇଣ୍ଡର ଜାରରେ ଏଭଳି ଭାବରେ ହାତରେ ଛିଡ଼େଇକିରି ଗ୍ରାଇଣ୍ଡିଙ୍ଗ କରି ନେଇଛି। ଦେଖନ୍ତୁ ତାକୁ ମୁଁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ଏଇ ଯେଉଁ ପରିବା ସବୁ ରଖିଥିଲି ସେଥିରେ ମିଶାଇ ଦେଲି। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ମୁଁ ସେଥିରେ ସ୍ୱାଦ ଅନୁସାରେ ଲୁଣ, ଏଠି ଗୋଟେ ସିଝା ଆଳୁ, ଆଉ କିଛି ମସଲା ଗୁଣ୍ଡ, ଆପଣ ଯେକୌଣସି ମସଲା ଖାଇବାକୁ ପସନ୍ଦ କରନ୍ତି ସେଇ ମସଲା ଏଠି ଆଡ଼୍ କରିଦେବେ। ତାପରେ କିଛି ସୁଜି ଆଉ ପାଣି ଦେଇକରି ଆକୁ ସବୁ ଭଲ ଭାବରେ ମିଶାଇ ନେବା। ଏଥିରେ ମୁଁ କିଛି ଧନିଆ ପତ୍ର ମଧ୍ୟ ଆଡ଼୍ କରିନେଇଛି। ଦେଖନ୍ତୁ ବର୍ତ୍ତମାନ ପାଣି ପକାଇକରି ଏଇ ବ୍ୟାଟରକୁ ମୁଁ ବତୁରେଇ ଦେଲି ଟିକେ, ତାପରେ ଏଥିରେ ସୁଜି ଆଡ଼୍ କରିଦେବି। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ସୁଜି ଆମେ ପକାଇ ସାରିଲା ପରେ ଦେଖନ୍ତୁ, ଯଦି ମୋର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥିବ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ସୁଜି ଏଠି ମୁଁ ଆଡ଼୍ କରିନେଉଛି, ଆପଣ ଖାଲିରେ ମଧ୍ୟ କରିପାରିବେ। 3 ଚାମଚ ଏଠି ମୁଁ ବଡ଼ ଚାମଚ ସୁଜି ପକାଇ ଦେଇଛି। ତାପରେ ଭଲ ଭାବରେ ଆକୁ ମିଶାଇ ଦେଲି। ଦେଖନ୍ତୁ ଏଇଭଳି ଭାବରେ ପାଣି ଟିକେ ଦେଇକରି ମିଶାଇ ଦେଇଛି। ଆକୁ ଆମେ ରେଷ୍ଟ କରିବାକୁ 10 ମିନିଟ୍ ଖଣ୍ଡେ ଛାଡ଼ି ନେବା। 10 ମିନିଟ୍ ପରେ ଆକୁ ଆମେ କ'ଣ କରିବା ନା ହାତରେ ସବୁ ବଲ୍ ଭଳିଆ ପ୍ରସ୍ତୁତ କରିବା, କଟଲେଟ୍ ସାଇଜ୍ର ପ୍ରସ୍ତୁତ କରିବା। ଦେଖନ୍ତୁ ଏଇଭଳି ଭାବରେ ଆପଣମାନେ ଆକୁ ପ୍ରସ୍ତୁତ କରିକି ରଖିନେବେ। ମୁଁ ସବୁ କଟଲେଟ୍ ଗୁଡ଼ିକୁ ଏଇଭଳି ଭାବରେ ଏକା ସାଙ୍ଗରେ କରିନେଉଛି। ଦେଖନ୍ତୁ ବର୍ତ୍ତମାନ ସବୁ କଟଲେଟ୍ ଗୁଡ଼ିକ କରିସାରିଲିଣି। ଏବେ ତାୱାରେ ଦେଖନ୍ତୁ ତାୱା ସେପଟେ ମୁଁ ବସାଇ ନେଇଛି। ତାୱାରେ ତେଲ ଦେଇକରି ଆପଣ ବହୁତ କମ୍ ତେଲରେ ଏଟାକୁ ସେକି ନେବେ। এই ଯେଉଁ କଟଲେଟ୍ ଗୁଡ଼ିକ ସବୁ ତାୱା ଉପରେ ରଖିନେବି। ଦେଖନ୍ତୁ ଏଇଭଳି ଭାବରେ ଆପଣ ସବୁ କଟଲେଟ୍ ଗୁଡ଼ିକ ରଖିନେବେ, ଆଉ ଗ୍ୟାସ୍ର ଫ୍ଲେମ୍କୁ ସ୍ଲୋ କରିଥିବେ। ସ୍ଲୋରେ ଆପଣ ଦୁଇ ସାଇଡ଼୍ ଭଲ ଭାବରେ ଭାଜି ନେବେ। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଦୁଇ ସାଇଡ଼୍କୁ ମୁଁ ଧୀରେ ଧୀରେ ଭଲ ଭାବରେ ଭାଜି ନେବି। ଯଦି ମୋର ଭିଡ଼ିଓ ଆପଣଙ୍କୁ ଭଲ ଲାଗେ ନିହାତି ଲାଇକ୍ କରିବେ ସାଙ୍ଗମାନେ, ଆଉ କମେଣ୍ଟ କରିବାକୁ ମଧ୍ୟ ଭୁଲିବେ ନାହିଁ। ଦେଖନ୍ତୁ ଏଭଳି ଭାବରେ ଆକୁ ସବୁ ଆମେ ଓଲଟେଇ ଦେବା, ଆଉ ଦୁଇ ସାଇଡ଼୍ ଭଲ ଭାବରେ କ୍ରିସ୍ପି ହେବା ଯାଏ ଆମେ ଆକୁ ଭାଜିଦେବା। ଆପଣ ଚାହିଁଲେ ଏଥିରେ କିଛି ବୁଟ ଡାଲିକୁ ଆମର
ସିଝେଇକରି ଗୋଟେ ଗୋଟେ ଆଡ଼୍ କରିପାରିବେ, ନହେଲେ ବାଦାମ ମଧ୍ୟ ମଞ୍ଜି ଭାଜିକି ଏଥିରେ ପକାଇ ପାରିବେ। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଆମର କଟଲେଟ୍ ପ୍ରସ୍ତୁତ ହୋଇସାରିଲାଣି। ଏହାକୁ ଆମେ ଧନିଆ ପୁଦିନା ଆଉ ଟମାଟୋ ଚଟଣି ସହିତ ସର୍ଭ କରିବା। ଦେଖନ୍ତୁ ଆମର ପ୍ରସ୍ତୁତ ହୋଇଗଲା ରୁଟି ଆଉ ଚପାତିର କଟଲେଟ୍। ଧନ୍ୟବାଦ ସାଙ୍ଗମାନେ, ଆପଣ ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।